ଶ୍ରୋତାବନ୍ଧୁ, ଆମେ ଆଜି ସଂସ୍କୃତି ମନ୍ତ ଭାରତୀୟତାର ସାର୍ବଜନୀନ ପ୍ରତିନିଧି ବିଶିଷ୍ଟ ଜନନାୟକ ଲକ୍ଷ୍ମୀନାରାୟଣ ସାହୁଙ୍କ ଏକ କ୍ଷୁଦ୍ର ଗଳ୍ପ ଶୁଣିବା। ତାଙ୍କର ଲେଖା ଏକ ଚେତନ ମନର ଆୟାସ ସିଦ୍ଧ ଶବ୍ଦ ସଂଯୋଜନା ନୁହେଁ, ତାହା ଅବଚେତନର ଏକ ଉଚ୍ଛ୍ୱାସ, ଜ୍ୟୋତ୍ସ୍ନାର ଗୋଟିଏ ଝଲକ ପରି, ଝଞ୍ଜାର ଏକ ଆଘାତ ପରି, ଅଥବା ଚୈତାଳିର ଏକ ଚୋରା ସ୍ପର୍ଶ ପରି, ଯାହା ସ୍ପର୍ଶ କରିଯାଏ, ଯାହାକୁ ଅନୁଭବ କରିହୁଏ, ମାତ୍ର ବର୍ଣ୍ଣନା କରିହୁଏନି। କାଳଜୟୀ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କର ଦିବଙ୍ଗତ ସାହିତ୍ୟ ସ୍ରଷ୍ଟା ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସମ୍ପର୍କରେ ଥିଲା। ଲକ୍ଷ୍ମୀନାରାୟଣ ସାହୁ ଥିଲେ ଜଣେ ବ୍ରହ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ସତ୍ୟଦର୍ଶୀ, ଶ୍ରେଷ୍ଠ ଦାର୍ଶନିକ, ମାଟିର ଦାର୍ଶନିକ। ଶ୍ରୋତାବନ୍ଧୁ, ଆଜି ଆମେ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ, ଗବେଷକ ତଥା ସମାଜସେବୀ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଏକ କ୍ଷୁଦ୍ର ଗଳ୍ପ ଶୁଣିବା। ତେବେ ସେ ଏକାଧାରରେ ଥିଲେ ଜଣେ କବି, ସାମ୍ବାଦିକ, ଗବେଷକ, ସମାଜସେବୀ ତଥା ସାହିତ୍ୟିକ। 70ରୁ ଉର୍ଦ୍ଧ୍ୱ ପୁସ୍ତକର ସେ ସ୍ରଷ୍ଟା ଥିଲେ। ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡିଲିଟ୍, ବିଶ୍ୱ ଜୈନ ମିଶନ ତରଫରୁ ଇତିହାସ ରତ୍ନ ଇତ୍ୟାଦି ବହୁ ଉପାଧିରେ ସେ ବିଭୂଷିତ ହୋଇଥିଲେ। ମୋର ବାରବୁଲା ଜୀବନ ତାଙ୍କର ଉଲ୍ଲେଖନୀୟ ଗଦ୍ୟକୃତି। ତେବେ ଆସନ୍ତୁ ଆଜି ଆମେ ଶୁଣିବା କଥାକାର ଲକ୍ଷ୍ମୀନାରାୟଣ ସାହୁଙ୍କର ଏକ ହୃଦୟସ୍ପର୍ଶୀ ବାସ୍ତବବାଦୀ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ମୁହୂର୍ତ୍ତ। ଗାଳ୍ପିକ ଲକ୍ଷ୍ମୀନାରାୟଣ ସାହୁ। ତେବେ ଆସନ୍ତୁ ଆଜି ଆମେ ଶୁଣିବା ଇତିହାସ କିମ୍ବଦନ୍ତୀ ଆଧାରିତ ଏକ କ୍ଷୁଦ୍ର ଗଳ୍ପ, ଯାହାର ଶୀର୍ଷକ ହେଉଛି ମୁହୂର୍ତ୍ତ। ଗାଳ୍ପିକ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ। ବାସବଦତ୍ତା ମଥୁରାର ପ୍ରଧାନ ନର୍ତ୍ତକୀ, ରୂପରେ ଅତି ସୁନ୍ଦରୀ, ଅତ୍ୟଦ୍ଭୁତ ସୁନ୍ଦରୀ। ରାଜପ୍ରାସାଦ ପରି ପ୍ରାସାଦ ତାର। ସେ ଖିଡ଼ିକି ବାଟେ ସଡ଼କ ଉପରକୁ ତେତାଲାରୁ ଦେଖୁଛି। ବାସବଦତ୍ତା ନର୍ତ୍ତକୀ, ସୁନ୍ଦରୀ, ରୂପବତୀ, ଅତ୍ୟଦ୍ଭୁତ ରୂପବତୀ। ପଦ୍ମନେତ୍ରରେ ସେ ଚାହିଁଛି। ତଳେ ଜଣେ ଭିକ୍ଷୁ, ରାଜପୁତ୍ର ପରି ଚେହେରା ତାର। ସେ ବୌଦ୍ଧ ଭିକ୍ଷୁ, ଯୁବକ, ସଂସାର ତ୍ୟାଗ କରିଛି। ନଜର ପଡ଼ିଲା ତାରି ଉପରେ ବାସବଦତ୍ତାର। ଭିକ୍ଷୁ ଭିକ୍ଷା ପାଇଁ ଦଣ୍ଡାୟମାନ। ବାସବଦତ୍ତା ଉପରୁ ଦୌଡ଼ି ଆସିଲା ତଳକୁ। ଭିକ୍ଷୁ ପ୍ରତି ସେ ମୁଗ୍ଧା। ଆଲିଙ୍ଗନ କରିବ ସେ ସେଇ ଭିକ୍ଷୁକୁ। ତେଣୁ ସେ ବାସବଦତ୍ତା, ସେ ନର୍ତ୍ତକୀ, କଟି, ବକ୍ଷ ପ୍ରଭୃତିରେ ଜରିର ଲୁଗା ଅତି ଅଳ୍ପ ଅଛି। ବାସବଦତ୍ତା ତେତାଲାରୁ ଦୌଡ଼ି ଆସିଲା ଭିକ୍ଷୁକୁ ଭିକ୍ଷା ଦେବ ବୋଲି। ବାସବଦତ୍ତାର ପ୍ରାସାଦ ଚାରିଆଡ଼େ କେତେ ଯେ ବୁଭୁକ୍ଷୁ ଧନୀ ସନ୍ତାନ ବୁଲୁଛନ୍ତି। ବାସବଦତ୍ତାର ଆଲିଙ୍ଗନ ପାଇବା ପାଇଁ ସମସ୍ତେ ଆକାଙ୍କ୍ଷିତ। ବାସବଦତ୍ତା କିନ୍ତୁ ଭାବିଲା, ଏଇ ସୁନ୍ଦର ସୁଶ୍ରୀ ସୁଠାମ ଯୁବକକୁ ସେ ବଶ କରିପାରିବ କିପରି? ଧାଇଁ ଆସିଲା ବାସବଦତ୍ତା। ସୌଜନ୍ୟପୂର୍ଣ୍ଣ ହୋଇ ଭିକ୍ଷୁକୁ ଭିକ୍ଷା ପ୍ରଦାନ କରିବ ବୋଲି ଘର ଭିତରକୁ ଆହ୍ୱାନ କଲା। କିନ୍ତୁ ଭିକ୍ଷୁ ଉପଗୁପ୍ତ। ଘର ଭିତରକୁ ନ ଯାଇ ଖାଲି କହିଦେଇ ଚାଲିଗଲା, ଏତିକି, ମୁଁ ଯଥା ସମୟରେ ଆସିବି। ବାସବଦତ୍ତାର ମସ୍ତକ ବିଘୂର୍ଣ୍ଣିତ ହୋଇଗଲା। ଉପଗୁପ୍ତ ଚାଲିଗଲା, ଏତେ ଅହଙ୍କାର, ମତେ ଅନାଦୃତ କରି ଚାଲିଗଲା। ଅଥଚ ମୋ ପାଇଁ ଅସଂଖ୍ୟ ଯୁବକ ପାଗଳ। ମତେ ଉପେକ୍ଷା କରି ଚାଲିଗଲା। କହିଗଲା, ଅପେକ୍ଷା କର, ଠିକ୍ ମୁହୂର୍ତ୍ତରେ ଆସିବି। ବାସବଦତ୍ତା ମୁହୂର୍ତ୍ତକ ପାଇଁ ମୃତବତ୍ ହୋଇଗଲା।
ଉପଗୁପ୍ତ ବିଜୁଳି ପରି ଚାଲିଗଲା ସେ ସ୍ଥାନରୁ। ବାସବଦତ୍ତା ନିରାଶ ହୋଇ ଉପରକୁ ଧୀରେ ଧୀରେ ଉଠି ଆସିଲା। ସେଦିନ ରାତିରେ ବାସବଦତ୍ତାର ଆଖିରେ ନିଦ ନାହିଁ। ସମସ୍ତ ରାତ୍ରି ବର୍ଷା ବର୍ଷୁଛି। କେତେ ଯୁବକ ଆସି ପଚାରି ଦେଇ ଚାଲି ଯାଉଛନ୍ତି, ବାସବଦତ୍ତାଙ୍କର ଦେହ ଭଲ ନାହିଁ କି? ରାତି ପାହିଗଲା। ବାସବଦତ୍ତାର ଆଖି ଫୁଲିଛି। ମେଦିନୀ ଅନେକ ବୁଝେଇଲା। ତାପରେ ବାସବଦତ୍ତା ଉଠିଲା। ପରଦିନ ମଧ୍ୟ ବିଷାଦରେ କଟିଗଲା ତାର। ଏହାପରେ ଅନେକ ଦିନ ହେଇଗଲା ବାସବଦତ୍ତା ରାଜପ୍ରାସାଦରୁ ଯାଇନାହିଁ, ନୃତ୍ୟ କରିନାହିଁ। ପ୍ରାୟ 1 ବର୍ଷ ପରେ ବାସବଦତ୍ତା ତାର ପାଦରେ ଘୁଙ୍ଗୁର ପିନ୍ଧିଛି, ତାର କଟି ତଟରେ କିଙ୍କିଣୀ ବାନ୍ଧିଛି, ତାର ଶ୍ରୁତି ତଟ ପର୍ଯ୍ୟନ୍ତ କଜ୍ଜଳ ରେଖା ଟାଣିଛି। ଘୁଙ୍ଗୁର ବାଜୁଛି, ଅନାୟାସ ନୃତ୍ୟ ହେଉଛି। ଆବର୍ତ୍ତନ ବିବର୍ତ୍ତନ, କଟିଭଙ୍ଗୀ, ଗ୍ରୀବାଭଙ୍ଗୀ ସବୁ ଦେଖାଯାଉଛି। ଅସଂଖ୍ୟ ଦର୍ଶକ ବାହାବା କରୁଛନ୍ତି, ଚଞ୍ଚଳ ହେଉଛନ୍ତି, ଚପଳ ହେଉଛନ୍ତି, ଯେପରି ବାସବଦତ୍ତାକୁ ସେମାନେ ପ୍ରତ୍ୟେକ ଘରକୁ ନେଇଯାଇ ପାରନ୍ତି କି ଲୁଚାନ୍ତେ କି। ଆରତି ଘଣ୍ଟା ବାଜୁଛି, ଦେବଦାସୀ ନୃତ୍ୟ କରୁଛି, ସମସ୍ତେ ମୁଗ୍ଧ। ତାପରେ ବାସବଦତ୍ତା ଘରକୁ ଫେରିଲା, କ୍ଳାନ୍ତ ଶ୍ରାନ୍ତ। ଏହିପରି କେତେ ଦିନ, କେତେ ମାସ, କେତେ ବର୍ଷ ଚାଲିଗଲା। ବାସବଦତ୍ତାର ଭୋଗବିଳାସର ଆଉ ପରିସମାପ୍ତି ନାହିଁ। ଅନେକ ବର୍ଷ ବିତିଗଲା। ବାସବଦତ୍ତା ଶରୀରରେ କ୍ଷତ ଦେଖାଗଲା, ଆଖିଟା ଫୁଲି ଉଠିଲା, ଗାଲରେ ନାଲି ଦାଗ ଦେଖାଗଲା, ଅଣ୍ଟାରେ ବ୍ୟଥା, ଶିର ଘୂର୍ଣ୍ଣନ ହେଉଛି। ଆଉ କେହି ଯୁବକ ତା ପାଖକୁ ଆସିଲେ ନାହିଁ। ଶେଷରେ ଚାକର ବାକର ସବୁ ଛାଡ଼ିଗଲେ। ବାସବଦତ୍ତାର ସର୍ବାଙ୍ଗ କ୍ଷତରେ ପୂର୍ଣ୍ଣ। ସେ ଯେଉଁଠାରେ ରହିଥିଲା ସେ ବାଟ ଦେଇ ଗଲେ ବାଟୋଇ ନାକରେ ଲୁଗା ଦିଏ। ଏତେ ଦୁର୍ଗନ୍ଧ। ବାସବଦତ୍ତାର ମଥୁରାର ସେଇ ପ୍ରାସାଦ ଆଜି ଚାଲିଗଲାଣି। ବାସବଦତ୍ତା ଆଜି ପଥ ପ୍ରାନ୍ତରେ ଭିକାରୁଣୀ ପରି ପଡ଼ି ରହିଛି। କେହି ଆଉ ପଚାରୁନାହାନ୍ତି। ଦିନେ ନିଶୀଥରେ ହଠାତ୍ ସେହି ଉପଗୁପ୍ତ ଉପସ୍ଥିତ। ତୁମେ କିଏ? ତୁମେ କିଏ? ବାସବଦତ୍ତା ପଚାରିଲା। ମୁଁ? ମନେ ପକେଇଲ? ମୁଁ ସେଇ ଉପଗୁପ୍ତ। ହିଁ, ତୁମେ ସେଇ ଉପଗୁପ୍ତ ଯିଏ ଦିନେ ମୋର ପ୍ରେମକୁ ଉପେକ୍ଷା କରିଥିଲ? ଆଜି କାହିଁକି ଏଠିକି ଆସିଛ? ମୋ ପାଖରେ ଆଜି କ'ଣ ଅଛି? ସବୁ ତ ଯାଇଛି। ମୋର ଚାରୁ ରୂପ ଚାଲି ଯାଇଛି। ଚାରୁ ଭୁରୁ କାହିଁ? ସବୁ ନଷ୍ଟ ଭ୍ରଷ୍ଟ ହୋଇଯାଇଛି। ଯମୁନା ନଦୀର କୂଳରେ ଗୋଟିଏ କ୍ଷୁଦ୍ର କୁଟୀରରେ ଆଜି ରୋଗଗ୍ରସ୍ତା, କ୍ଷତ ବିକ୍ଷତ ବାସବଦତ୍ତା। ତୁମେ କାହିଁକି ଆସିଲ? ଉପଗୁପ୍ତ କହିଲେ, ମୁଁ କହିଥିଲି ନା ମୁଁ ଠିକ୍ ସମୟରେ ଆସିବି ବାସବଦତ୍ତା। ମତେ ତୁମେ ଡାକିଛ? ମୋ ପାଖକୁ ଆସିଛ? ବାସବଦତ୍ତା ମୁଁ। ତୁମେ ଆସିଥିଲ ମୋ ପାଖକୁ ଭିକ୍ଷା ମାଗିବାକୁ। ମୁଁ ମାଗିଥିଲି ତୁମକୁ ଭିକ୍ଷା। ତୁମେ ଦେଇନଥିଲ, ନେଇ ବି ନଥିଲ ସେ ଭିକ୍ଷା। ଆଜି କାହିଁକି ଦେବେ? ଯେତେବେଳେ କିଛି ନାହିଁ, ଯେତେବେଳେ ସବୁ ନିଃଶେଷ, ସେତେବେଳେ ଉପଗୁପ୍ତ ଏଥର କହିଲେ, ନା ବାସବଦତ୍ତା, କିଛି ଭୟ କର ନାହିଁ। ମୁଁ ତୁମର ସେବା କରିବି। ତୁମେ ରୋଗମୁକ୍ତ ହେବ। ଉପଗୁପ୍ତ ସେଇଠାରେ ରହିଲେ ଏବଂ ବାସବଦତ୍ତାର ଶୁଶ୍ରୂଷା କଲେ। ତାପରେ ବାସବଦତ୍ତାକୁ ବୁଦ୍ଧଙ୍କର ବଚନ ଶୁଣେଇଲେ। ବାସବଦତ୍ତାକୁ ବୌଦ୍ଧ ଭିକ୍ଷୁଣୀ କଲେ। ଏଣେ ଅନେକ ଦିନ ଧରି କଳିଙ୍ଗରେ ଯୁଦ୍ଧ ଚାଲିଥିଲା। ସମ୍ରାଟ ଅଶୋକ କଳିଙ୍ଗକୁ ଆସି ଘୋର ରଣ କରି ଅନେକଙ୍କୁ କ୍ଷତ ବିକ୍ଷତ କଲେ। ଯୁଦ୍ଧ କ୍ଷେତ୍ରରେ ଅନେକ ଭୂଷାୟୀ ହେଲେ, କିନ୍ତୁ କେହି କଳିଙ୍ଗ ଯୋଦ୍ଧା ପଛଘୁଞ୍ଚା ଦେଲେ ନାହିଁ। ଅଶୋକ ବିଷର୍ଣ୍ଣ। ଏହି ସମୟରେ ବନପଥ ଦେଇ ଉପଗୁପ୍ତ ଯାଉଛନ୍ତି। ବୌଦ୍ଧ ଭିକ୍ଷୁ ଉପଗୁପ୍ତ।
ଅଶୋକଙ୍କର ନଜର ପଡ଼ିଲା। ସେ ତାଙ୍କୁ ପାଖକୁ ଡକେଇଲେ। ଉପଗୁପ୍ତ ଅଶୋକଙ୍କୁ କହିଲେ, ତୁମେ ଚିତ୍ତରେ ଅଶାନ୍ତ ହୋଇଛ। ଶାନ୍ତି ପାଇବା ପାଇଁ ବୁଦ୍ଧଙ୍କର ଶରଣ ନିଅ। ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ ଉପଗୁପ୍ତଙ୍କ ଦ୍ୱାରା ଏହି କଳିଙ୍ଗରେ। ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧମ୍ମଂ ଶରଣଂ ଗଚ୍ଛାମି, ଶୂରମେରାମଜ୍ଜୟା ନ ପପଜ୍ଜୟାମି, ବୁଦ୍ଧଂ ଶରଣଂ ଗଚ୍ଛାମି, ଶିକ୍ଷାପଦଂ ସମାଜିୟାମି। ଏହି ଉପଗୁପ୍ତ ଓଡ଼ିଶାର ଜଙ୍ଗଲରେ ବହୁ ବର୍ଷ ବୁଲି ବୁଲି କାଳ କଟେଇଥିଲେ। ମେଦିନୀର କଥା ଆଉ କିଛି ଜାଣେ ନାହିଁ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଦ୍ୱାରା ଜୀବନୀମୂଳକ କ୍ଷୁଦ୍ର ଗଳ୍ପ ମୁହୂର୍ତ୍ତ। ପ୍ରକୃତିରେ ଶ୍ରୋତାବନ୍ଧୁ, ମୁହୂର୍ତ୍ତର ମହତ୍ଵ କେତେ ଯେ ମହାର୍ଘ। ସେଇ ମୁହୂର୍ତ୍ତ ଆମକୁ ଜଣକ ପାଇଁ ଉଚ୍ଛ୍ୱସିତ କରେ, ଆବେଗରେ ପରିପୂର୍ଣ୍ଣ କରେ। ପରକ୍ଷଣରେ ସେଇ ମୁହୂର୍ତ୍ତ ଆମ ଭିତରେ ସେଇ ଉଚ୍ଛ୍ୱାସଟିକୁ ସମ୍ପୂର୍ଣ୍ଣ ରୂପେ ଶୋଷି ନିଏ। ସମାନ ଅନୁଭବ, ସମାନ ଆକର୍ଷଣ, ସମାନ ଆସକ୍ତି ସମୟାନୁକ୍ରମେ ତାର ଅସ୍ତିତ୍ଵ ହରେଇ ବସେ। କେତେ ଚମତ୍କାର ଭାବରେ ମୁହୂର୍ତ୍ତ କଥାବସ୍ତୁରୁ ଆମେ ବୁଝିଲେ ଯେ ମଣିଷର ଜୀବନ ମଧ୍ୟ ମୁହୂର୍ତ୍ତର। এই ମୁହୂର୍ତ୍ତକୁ ଆମେ ସମ୍ପୂର୍ଣ୍ଣ ରୂପେ ବଞ୍ଚିବା ଉଚିତ, ପରିପୂର୍ଣ୍ଣ ଭାବରେ ବଞ୍ଚିବା ଉଚିତ। କାରଣ ଆମେ ସମସ୍ତେ ଗତାୟୁ ହବା, ତେଣୁ କେହି କାହାକୁ କଷ୍ଟ ଦେବା ଉଚିତ ନୁହଁ। ବିଶେଷ ଭାବରେ ଶରୀରର ଆଘାତରୁ ମନର ଆଉ ଆତ୍ମାର ଆଘାତ ଖୁବ୍ ପ୍ରଭାବଶାଳୀ। ଶ୍ରୋତାବନ୍ଧୁ, ପାପ ପ୍ରକୃତରେ ତାହା ଯାହା ଅନ୍ୟକୁ ପୀଡ଼ା ଦିଏ। ଏ ପାପରୁ ଆମେ ସମସ୍ତେ ମୁକ୍ତ ରହିବା। ଯାହା ହେଇଛି ଗତସ୍ୟ ଶୋଚନା ନାସ୍ତି, ଆଗକୁ ବଢ଼ିବା। ସମସ୍ତଙ୍କୁ ମୁହୂର୍ତ୍ତକ ପାଇଁ ହେଉ ପଛେ ଶାନ୍ତି ଏବଂ ଆନନ୍ଦ ଦେବା, ମିଠା କଥା କହିବା, ସମସ୍ତଙ୍କ ହୃଦୟରେ ଭଲପଣର ଏକ ସ୍ୱତନ୍ତ୍ର ସ୍ଥାନରେ ଅଭିଷିକ୍ତ ହେବା। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଅନେକ ଧନ୍ୟବାଦ। ବୁଦ୍ଧଂ ଶରଣଂ ଗଚ୍ଛାମି।